ମୋ ନାଁ ଜ୍ୟୋତିରଞ୍ଜନ ବାରିକ। କଣ ଘଟଣା ହେଲା ଗତକାଲି ଯୋଉ ପେଟ୍ରୋଲ ପମ୍ପରେ ବନ୍ଧୁକ ଧରିକି ଲୁଟ୍ କରିବା ଘଟଣା? କାଲି ରାତି 11ଟା 20 ଟାଇମରେ ମୋ ପିଲା ତେଲ ଗୋଟେ ବାଇକରେ ଜଣେ ଆସିଥିଲେ, ସେ ତେଲ ଦଉଥିଲେ ତାଙ୍କୁ। ହଠାତ୍ କି 2 ଜଣ ଦୁର୍ବୃତ୍ତ ଆସିଲେ, ବନ୍ଧୁକଟା ହଠାତ୍ କି ଦେଖେଇ ତାର ପଇସା ବ୍ୟାଗଟା ଛଡେଇବା ପାଇଁ ଚେଷ୍ଟା କରୁଥିଲେ। ତାପରେ ସେ ଯୋଉ ବନ୍ଧୁକ ଟିକ ଦବେଇଲା, ସେ ପିଲା ଡରରେ ନିଜ ଜୀବନକୁ ବଞ୍ଚେଇବା ପାଇଁ ସେ ଦୌଡ଼ିକି ରୁମ୍ ଭିତରେ ପଶିଗଲା, ଅଫିସ ରୁମ୍ ଭିତରେ ପଶିଗଲା। ତାପରେ ସେ ପିଲା ତ ସାଙ୍ଗେ ସାଙ୍ଗେ ଫେରାର ହେଇଗଲା ଆଉ। ଏ ତା ବ୍ୟାଗ ପାଖରୁ ବ୍ୟାଗ ଛଡେଇ ନେଇଯାଇଛନ୍ତି, କେତେ ଟଙ୍କା ପାଖାପାଖି ଛଡେଇ ନେଇଛନ୍ତି? ନାଇଁ, ବ୍ୟାଗ କିଛି ପଇସା ପତ୍ର କିଛି ଯାଇନାହିଁ। ସେ ସମୟ ପାଇଲା ନାହିଁ, ଯୋଉଟା କି ଯେହେତୁ ଆଉ ଗୋଟେ ଗାଡି ଥିଲା, ମାନେ ଯୋଉ ଫ୍ୟାମିଲି ତେଲ ପକଉଥିଲେ, ସେମାନଙ୍କୁ ଭୟ, ତାଙ୍କରି ଭୟରେ ବୋଧେ ମୁଁ ଭାବୁଛି ସେ ନିଜ ସେଫ୍ଟି ପାଇଁ ସେ ପଳେଇଗଲେ। ଏ ବିଷୟରେ ଥାନାରେ ଆପଣ ଅଭିଯୋଗ କଲେ, କଣ ଅଭିଯୋଗ କରୁଛନ୍ତି? ନାଇଁ, ଆମର ଅଭିଯୋଗ ହଉଛି ଯେ ନେକ୍ସଟ ଟାଇମ ଏଭଳିଆ ସିଚୁଏସନ ଆମର ବେସରେ ଯୋଉ ଯେତିକି ପମ୍ପ ଅଛି ବାଲେଶ୍ୱରରେ ବସ୍ତାରେ, ତ ତାକୁ କେମିତି ସୁରକ୍ଷିତ ମିଳିବ, କଡ଼ାକଡ଼ି କେମିତି ପେଟ୍ରୋଲିଂ ହବ, ଏ ବାବଦରେ ଆମ ଦାବି ରହିବ ଆଉ। ଭାଇ ଟିକେ ନା କହୁଛି ରାଧାକୃଷ୍ଣ ବେହେରା। ଆଜି ସଂଘ ତରଫରୁ ଆପଣ ଯୋଉ ଥାନାରେ ଅଭିଯୋଗ କଲେ, କଣ ଅଭିଯୋଗ? ଆମେ ତ ସକାଳଠୁ ଶୁଣିଲୁ ଯେ ଆମର ବୁଲୁ ଭାଇ ଯୋଉ ଅଛନ୍ତି, ବୁଲୁ ବାରିକ, ଯୋଉ ବଳରାମଜୀ କେସ୍ର ଅନର, ଅତ୍ୟନ୍ତ ଦୁଃଖ ସହକାରେ ଆମେ ସମସ୍ତେ ପହଞ୍ଚିଛୁ। ସମୟ ସ୍ୱଳ୍ପ ଭିତରେ ସମସ୍ତେ ଏକତ୍ରିତ ହେଇଛୁ। ଇଏ ହେଉଛି ଆମର ସମସ୍ତଙ୍କର ଗୋଟେ ଦାବି ଅଛି ଯେ ଆମେ ବର୍ତ୍ତମାନ ବସ୍ତା ପୁଲିସ ଷ୍ଟେସନ ପହଞ୍ଚୁ। ଆଇସି ସାର୍ ନାହାନ୍ତି, ମିଟିଂରେ ଅଛନ୍ତି, ଆମେ ଏଫଆଇଆର ଦେଇଛୁ, ପୁଣି ଉପରଳି ଆସିବୁ। ଆମେ ଚାହୁଁଛୁ ଯେ ଆମେ ଯୋଉ ବେପାରରେ ଅଛୁ, ଅତ୍ୟନ୍ତ ଆଜି ଡର ଲାଗୁଛି ଯେ ଆମେ ସନ୍ଧ୍ୟା ହେଲେ ପେଟ୍ରୋଲ ପମ୍ପଟାକୁ ବନ୍ଦ କରିଦେବୁ କି। ଆମେ ବି ଆମର ସିନିୟର ଅଫିସର ଯେଉଁ ଅଛନ୍ତି ତାଙ୍କ ସହିତ ମଧ୍ୟ କଥା ହବୁ ୟା ପରେ, ଗଲା ପରେ ଆମେ ସମସ୍ତେ ଯେ ଆଗାମୀ ଦିନରେ କେମିତି ଆମେ ନିଜକୁ ନିଜେ ସେଭ୍ କରିବୁ। ଆମେ ନିଶ୍ଚୟ ଦାବି ରଖୁଛୁ ଯେ ଯାହା ବି ହଉ, ଇଏ ତ ଖୋଜା ଯିବ, ତର୍ଜମା ହବ, କିନ୍ତୁ ଆଗାମୀ ଦିନରେ ଆଜିଠୁ ଆମେ ଦାବି ରଖିଛୁ ଯେ ସନ୍ଧ୍ୟାରେ କମ ସେ କମ ଥରେ ଥରେ ପେଟ୍ରୋଲଟେ ଦିଅନ୍ତୁ, ନହେଲେ ଆମେ ଲେଟ୍ ନାଇଟ୍ ପର୍ଯ୍ୟନ୍ତ ପେଟ୍ରୋଲ ଯୋଉ ପମ୍ପଟେ ଅନ୍ ରଖିପାରିବୁ ନାହିଁ ବା ସର୍ଭିସ ଦେଇପାରିବୁ ନାହିଁ।